ନମସ୍କାର, ମୁଁ ଜୁଲୁସ ସାର୍ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଜୁଲୁସ ସାର୍ ୟୁଟ୍ୟୁବ ଚ୍ୟାନେଲକୁ। ପିଲାମାନେ, ଆଜି ଆମେ ତୁମର ଅଷ୍ଟମ ଶ୍ରେଣୀ ଅଷ୍ଟମ ଶ୍ରେଣୀର ତୁମର ଯେଉଁ ସାହିତ୍ୟ ବହି ରହିଛି ହେଲା, ସେଇ ସାହିତ୍ୟ ବହିର ଯେଉଁ ଆମର ପଦ୍ୟ ବିଭାଗ ରହିଛି ହେଲା, ପଦ୍ୟ ବିଭାଗର ବୃକ୍ଷ ମାହାତ୍ମ୍ୟ ଯେଉଁ କବିତାଟି ରହିଛି, ସେଇ କବିତାକୁ ଆଜି ଆମେ ତାର ଲେଖକ କିଏ ଜାଣିବା, କବି ପରିଚୟ ଜାଣିବା ଏବଂ ତାର ଯେତେ ପ୍ରଶ୍ନାବଳୀର ଉତ୍ତର ରହିଛି ସବୁ ଆଲୋଚନା କରିବା ପିଲାମାନେ। ଆଚ୍ଛା, ଦେଖ ପିଲାମାନେ, ଏଇ ଯେଉଁ ବୃକ୍ଷ ମାହାତ୍ମ୍ୟ କବିତାର କବି ହେଉଛନ୍ତି ଜଗନ୍ନାଥ ଦାସ ହେଲା। ଆଚ୍ଛା ପିଲାମାନେ, ଜଗନ୍ନାଥ ଦାସ ବିଷୟରେ ପିଲାମାନେ କଣ ଜାଣିବ ନା, ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ଜଣେ ଅମର ସ୍ରଷ୍ଟା ଥିଲେ ହେଲା। ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ବହୁତ ରହିଛି। ସିଏ ପଞ୍ଚଦଶ ଶତାବ୍ଦୀର ଶେଷାର୍ଦ୍ଧ ଆଉ ଷୋଡଶ ଶତାବ୍ଦୀର ପ୍ରଥମାଂଶରେ ସେ ସେତେବେଳେ ଗୋଟେ କଣ ବହୁତ ଫେମସ କବି ଥିଲେ। ଆଚ୍ଛା, ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଓଡ଼ିଆ ଜାତି ପାଇଁ ଏକ ଶ୍ରେଷ୍ଠ ଅବଦାନ ଥିଲା। ଭାଗବତ ଓଡ଼ିଆ ଜାତିର ଜାତୀୟ ମହାକାବ୍ୟ ବୋଲି କୁହାଯାଏ ହେଲା। ଆମର ସଂସ୍କୃତରେ ଯୋଉ ମହାଭାରତ ଥିଲା, ସଂସ୍କୃତରେ ମହାଭାରତ ଭୁଲ କହିଦେନି, ସଂସ୍କୃତରେ ଶ୍ରୀମଦ ଭାଗବତ ହେଲା, ସେଇ ଶ୍ରୀମଦ ଭାଗବତକୁ ସେ ଓଡ଼ିଆ ଭାଷାରେ ହେଲା, ଓଡ଼ିଶାର ସାମାଜିକ ଜୀବନକୁ ନେଇକି ଗୋଟେ ସୁନ୍ଦର ଭାବରେ ଓଡ଼ିଆ ଭାଗବତ ସେ ଲେଖିଥିଲେ, ଯାହା ଓଡ଼ିଶାରେ ବହୁତ ଆଦୃତ ହେଇଥିଲା। ବହୁତ ଲୋକମାନେ ତାକୁ ପସନ୍ଦ କରିଥିଲେ। ତେଣୁ ଏଇ ଓଡ଼ିଶାରେ ବା ଓଡ଼ିଆ ଭାଷାରେ ଯୋଉ ଭାଗବତ ଘରେ ଘରେ ପରିଚିତ ହେଲା। ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ପାଇଁ ଘରେ ଘରେ ପରିଚିତ। ଖାଲି ଓଡ଼ିଆ ଭାଗବତ ନୁହେଁ, ଜଗନ୍ନାଥ ଦାସ ଆହୁରି ମଧ୍ୟ ଜଣାଶୁଣା ବହୁତ କିଛି ରଚନା କରିଛନ୍ତି, ଯେମିତିକି ତୁଳାଭିଣା, ଅର୍ଥ କଇଲି, ଦାରୁ ବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି, ଏଇଗା ତାଙ୍କର ସବୁ କଣ ଜଣାଶୁଣା ମାନେ ଫେମସ ଲେଖା ତାଙ୍କ ସବୁ ହେଲା। ଆଚ୍ଛା, ଆମର ଯୋଉ ଏଇ ଯୋଉ ପାଠ୍ୟ ପୁସ୍ତକର ଆମେ ଯୋଉ ପଢୁଛେ ବୃକ୍ଷ ମାହାତ୍ମ୍ୟ ହେଲା, ଏଇ ଯୋଉ ବୃକ୍ଷ ମାହାତ୍ମ୍ୟ ଯୋଉ କବିତାଟି ପଢୁଛେ, ଏଇ କବିତାଟି ପିଲାମାନେ ଆମର ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତର ଦଶମ ସ୍କନ୍ଧ ଗପ ଲୀଳାରୁ ଆସିଅଛି ହେଲା। ଏଠାରେ ଶ୍ରୀକୃଷ୍ଣ କଣ ବୃକ୍ଷଙ୍କର ମହାତ୍ମ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି। ଆସ ପିଲାମାନେ ବର୍ତ୍ତମାନ ଦେଖିବା ଆମେ ତାର ପ୍ରଶ୍ନାବଳୀ। ଦେଖ, ଫାଷ୍ଟ ପ୍ରଶ୍ନ ଦେଲା କଣ, କର ଦେଲା ଓଡ଼ିଆ ଭାଗବତର ରଚୟିତା କିଏ? କିଏ ରେ ପିଲାମାନେ? ନା ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସ। ତାପରେ ଦେଖିବା ଖ, କବି ଜଗନ୍ନାଥ ଦାସ କେଉଁ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ? ନା କବି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀରେ ଶେଷାର୍ଦ୍ଧରେ ଜନ୍ମଗ୍ରହଣ କରିଥିଲେ। ତାପରେ ଦେଖିବା ଗ, ଗରେ ପ୍ରଶ୍ନ ଦେଲା ଓଡ଼ିଆ ଭାଗବତର କେଉଁ ସ୍କନ୍ଧରୁ ବୃକ୍ଷ ମାହାତ୍ମ୍ୟ କବିତାଟି ଅଣାଯାଇଛି? ଟିକେ ଆଗରୁ ପଢିକି ଆଇଲେ କଣ ନା, ଓଡ଼ିଆ ଭାଗବତର ଦଶମ ସ୍କନ୍ଧ ଗପ ଲୀଳା ଅନ୍ତର୍ଗତ ତ୍ରୟୋବିଂଶ ଅଧ୍ୟାୟରୁ ବୃକ୍ଷ ମାହାତ୍ମ୍ୟ କବିତାଟି ଅଣାଯାଇଛି। ଓକେ। ଆଚ୍ଛା, କେଉଁମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କହୁଥିଲେ? ନା ଗୋପାଳ ବାଳକ ମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ। ତାପରେ ଦେଖିବା ଯମୁନା ବିଷୟରେ କଣ କୁହାଯାଇଛି? ନା ଯମୁନାର ଶୀତଳ ଜଳ ନରହରି ପାନ କଲେ ବୋଲି କୁହାଯାଇଛି। ଆଚ୍ଛା, ନରହରି ବୋଇଲେ ଏଠି ଶ୍ରୀକୃଷ୍ଣଙ୍କୁ ବୁଝାଏ ହେଲା। ତାପରେ ଦେଖିବା 2 ନମ୍ବର। 2 ନମ୍ବର ପ୍ରଶ୍ନ କଣ ଦେଲା ପିଲାମାନେ? ଦେଖ, 2 ନମ୍ବର ଦେଲା କଣ, ଆସ 2 ବା 3ଟି ବାକ୍ୟରେ ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବା। ଆଚ୍ଛା, ଫାଷ୍ଟ କରେ ଦେଖ କଣ ଦେଇଛି। କର ପ୍ରଶ୍ନ ଦେଲା
ଶ୍ରୀକୃଷ୍ଣଙ୍କର ନାମ ଦାମୋଦର ହୋଇଛି, ଏହାର କାରଣ କଣ? ନା ଦାମର ଅର୍ଥ ପିଲାମାନେ ଦଉଡ଼ି। ପିଲାଦିନେ ଅମାନିଆ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ କଥା ମାନୁନଥିଲେ, ତେଣୁ ମାତା ଯଶୋଦା ଶ୍ରୀକୃଷ୍ଣକୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ତେଣୁ ଯେତେବେଳେ ଦଉଡ଼ିରେ ବାନ୍ଧି ଦେଇଥିଲେ ତାଙ୍କ ଶରୀରରେ ଦଉଡ଼ିର ଚିହ୍ନ ରହିଯାଇଥିଲା। ସେହି କାରଣରୁ ଶ୍ରୀକୃଷ୍ଣଙ୍କର ଅନ୍ୟ ନାମ ଦାମୋଦର ହୋଇଛି। ବୁଝିହେଲା ପିଲାମାନେ? ତାପରେ ଦେଖିବା ଖ, ଗୋପ ବାଳକ ମାନେ ଦୁଃଖ ଅନୁଭବ କରୁଥିଲେ କାହିଁକି? ନା ଗୋପାଳ ବାଳକ ମାନେ କଣ ବନକୁ ଯାଇଥିଲେ, କଣ ଧେନୁ ଚରେଇବା ପାଇଁ, ମାନେ ଗାଈ ଚରେଇବା ପାଇଁ ଯାଇଥିଲେ। ମଧ୍ୟାହ୍ନ ସମୟରେ ଯେତେବେଳେ ସୂର୍ଯ୍ୟଙ୍କର କିରଣ କଣ ହୁଏ, ଟିକେ ଟାଣ ଖରା ପଡେ ନା, ସେଇ ଟାଣ ଖରାରେ ତାଙ୍କର କଣ ସୂର୍ଯ୍ୟଙ୍କ ତେଜରେ ଆଉ ସେ ସମ୍ଭାଳି ପାରି ନାହାନ୍ତି, ସେଥିପାଇଁ ସେମାନେ କଣ ଦୁଃଖ ଅନୁଭବ କରୁଥିଲେ। ତାପରେ ଦେଖିବା ଗ, ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରିବାର କାରଣ କଣ? ପିଲାମାନେ ସୁଜନ ମାନେ ଯେଟା ଭଲ ମଣିଷ ଯୋଉମାନଙ୍କୁ କୁହାଯାଏ, ଭଲ ଲୋକ ହେଲା। ତେଣୁ ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରିବାର କାରଣ କଣ? ନା ସୁଜନ ବା ଭଲ ମଣିଷ ନିକଟକୁ ଯାଇଥିବା ଅତିଥିକୁ ଯେ ଯେପରି ନିରାଶ ନ କରି ଉପଯୁକ୍ତ ଆତିଥ୍ୟ ପ୍ରଦାନ କରାଇଥାଏ, ଠିକ୍ ସେହିପରି ବୃକ୍ଷ ନିକଟକୁ ଯାଇଥିବା ପ୍ରାଣୀକୁ ବୃକ୍ଷ ତାର ପତ୍ର, ଫୁଲ, ଫଳ, ଛାଇ, ମୂଳ, ବକଳ, ଦାରୁ ଦେଇ ସନ୍ତୁଷ୍ଟ କରିଥାଏ। ତେଣୁ କବି ବୃକ୍ଷକୁ ସୁଜନ ବା ଭଲ ମଣିଷ ସହିତ ତୁଳନା କରିଛନ୍ତି। ତାପରେ ଘ ଦେଖିବା। ପ୍ରଶ୍ନ ନମ୍ବର ଘ କଣ ଦେଲା? ନା ଜୀବିକା ହନ୍ତି ପ୍ରାଣୀଙ୍କର, ଏହି ଧାଡିରୁ ବୃକ୍ଷ ସମ୍ପର୍କରେ ତୁମେ କଣ ଜାଣିବାକୁ ପାଉଛ? ଆଚ୍ଛା, ଜୀବିକା ହନ୍ତି ପ୍ରାଣୀଙ୍କର, ଏହି ଧାଡିରୁ ବୃକ୍ଷର ଉପକାରିତା ସମ୍ପର୍କରେ ଆମେ ଜାଣିବାକୁ ପାଉଛୁ। ବୃକ୍ଷ ଖରା, ବର୍ଷା, ଶୀତ ସହି ମଧ୍ୟ ପ୍ରାଣୀମାନଙ୍କର ଉପକାରରେ ନିଜକୁ ନିୟୋଜିତ କରିଥାଏ ଓ ଜୀବନ ଧାରଣ ମାଧ୍ୟମ ହୋଇଥାଏ। ତାପରେ ଦେଖିବା ଉଁ, କେଉଁ ସ୍ଥାନକୁ ଗଲେ ଅତିଥିଙ୍କୁ ନିରାଶ ହେବାକୁ ପଡେ ନାହିଁ? ସୁଜନ ବା ଭଲ ମଣିଷ ଘରକୁ ଗଲେ ଅତିଥିଙ୍କୁ ନିରାଶ ହେବାକୁ ପଡେ ନାହିଁ। ପିଲାମାନେ ବହୁତ ସୁନ୍ଦର ଭାବରେ ତମକୁ ମୁଁ ବୁଝେଇ ଦଉଛି ହେଲା, ଭଲସେ ବୁଝିବ। ଭିଡିଓକୁ ପଜ କରି ଆକୁ ସବୁ ନୋଟ କରି ଲେଖି ନବ, ଆରାମସେ ପଢିବ ହେଲା। ଦେଖିବ ଥରେ ଥରେ ତମେ ଯଦି ଭିଡିଓଟା ପୁରା ଫୁଲ ଦେଖି ସାରିଲ ନା, ଆପେ ଆପେ ତମ ମନରେ ମନେ ରହିଯିବ ହେଲା। ଆଚ୍ଛା, ଫଟାଫଟ ଭିଡିଓକୁ ପିଲାମାନେ ଲାଇକ୍ କରି ପକାଅ ଏବଂ ସାଙ୍ଗସାଥି ମାନଙ୍କୁ ଏ ଭିଡିଓ ସେୟାର କରି ପକାଅ। ଯୋଉମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛ, ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ଘଣ୍ଟି ବେଲକୁ ଦବାଇ ଦିଅ, ଯାହା ଫଳରେ ଆମର ଏଇଭଳିଆ ଭିଡିଓ ଆପଲୋଡ ହବା କ୍ଷଣି ସର୍ବପ୍ରଥମେ ଆପଣଙ୍କ ପାଖରେ ସୂଚନା ପହଞ୍ଚି ପାରିବ। ଏବଂ ଯଦି ଏହି ଭିଡିଓର ତମେ ଯଦି ପିଡିଏଫ ନେବା ପାଇଁ ଚାହୁଁଛ, ତାହେଲେ ଆମର ଏହି ଟେଲିଗ୍ରାମ, ଏହି ଭିଡିଓ ଡେସ୍କ୍ରିପସନ ତଳେ ଗୋଟେ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଦିଆଯାଇଛି, ଆଉ ଗୋଟେ ହ୍ୱାଟ୍ସଆପ ଚ୍ୟାନେଲ ଲିଙ୍କ ଦିଆଯାଇଛି। ଜଏନ ହେଇଯିବ, ସେଠାରେ ମୁଁ ପିଡିଏଫ ତମକୁ ପ୍ରୋଭାଇଡ କରିଦେବି, କିନ୍ତୁ ପିଡିଏଫ ପାଇବ କିନ୍ତୁ ବହୁତ ଲେଟ ରେ ପାଇବ ହେଲା। ହଁ, ଦେଖ ପିଲା ମାନେ 3 ନମ୍ବର କ୍ୱେଶ୍ଚନ ଦେଲା 100ରୁ 120 ଶବ୍ଦ ମଧ୍ୟରେ ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା। ଆମର ଲଙ୍ଗ କ୍ୱେଶ୍ଚନ ଟା। ପିଲାମାନେ ଯେତେବେଳେ ଲଙ୍ଗ କ୍ୱେଶ୍ଚନ ଆମେ ଲେଖିବା, ଆଗେ ପ୍ରଥମେ କବି ପରିଚୟ ଗୋଟେ ପାରାଗ୍ରାଫ ଲେଖିବ, କବି ମାନଙ୍କର ପରିଚୟ ହେଲା, କବି ପରିଚୟ ଗୋଟେ ପାରାଗ୍ରାଫ ରହିବ। ତାପରେ ଯୋଉ କ୍ୱେଶ୍ଚନ ଦେଇଥିବ ତାପରେ ସେକେଣ୍ଡ ପାରାଗ୍ରାଫ ପାଖରୁ ସେ କ୍ୱେଶ୍ଚନର ଉତ୍ତର ଲେଖାଯିବ। ବୁଝିହେଲା ପିଲାମାନେ? ମନେ ରଖିବ, ଭେରି ଭେରି ଇମ୍ପୋର୍ଟାଣ୍ଟ। ଲଙ୍ଗ କ୍ୱେଶ୍ଚନରେ କବି ପରିଚୟ ନିଶ୍ଚିତ ଲେଖିବ। ଆସ, କ ନମ୍ବର କଣ ପ୍ରଶ୍ନ ଦେଲା? ନା ବୃକ୍ଷ ମାନଙ୍କର ଜୀବନ ଧନ୍ୟ କବି ଏପରି କାହିଁକି କହିଛନ୍ତି? ଷୋଡଶ, ଆଗେ କବି ପରିଚୟ ଲେଖିବା। ଷୋଡଶ ଶତାବ୍ଦୀର ଉତ୍କଳୀୟ କାବ୍ୟ ଯୁଗକୁ ଭକ୍ତି ରସର ଧର୍ମ ଧାରଣରେ ପ୍ଲାବିତ କରି ଉତ୍କଳର ଜନଜୀବନରେ ବୈଷମ୍ୟ ଚେତନା ଭରି ଦେଇଥିବା ସାରସ୍ୱତ ସାଧକ ମାନଙ୍କ ମଧ୍ୟରେ ଭକ୍ତ କବି ଜଗନ୍ନାଥ ଦାସ ଜଣେ ଅଗ୍ରଣୀୟ କବି ଥିଲେ। ଓଡ଼ିଶାର ପୁରପଲ୍ଲୀରେ ତାଙ୍କର ରଚିତ ଓଡ଼ିଆ ଭାଗବତ ଅତି ପରିଚିତ ଆଉ ଉପାଦେୟ ଗ୍ରନ୍ଥ ଭାବରେ ସ୍ୱୀକୃତ। ଆଲୋଚ୍ୟ କବିତା, ଯୋଉଟା ମାନେ ଆଲୋଚନା କରୁଛି ଯୋଉ କବିତା ମାନେ ବୃକ୍ଷ ମାହାତ୍ମ୍ୟ, এই ବୃକ୍ଷ ମାହାତ୍ମ୍ୟ କବିତାଟି କବିଙ୍କର ଭାଗବତର 10ମ ସ୍କନ୍ଧ
ଗପ ଲୀଳା ଅନ୍ତର୍ଗତ ତ୍ରୟୋବିଂଶ ଅଧ୍ୟାୟରୁ ଅଣାଯାଇଛି। ଏଥିରେ କବି କୃଷ୍ଣଙ୍କର ମାନବୀୟ ଲୀଳା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ତାଙ୍କ ମଧ୍ୟରେ ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି। ବାସ୍ତବରେ କବି ବୃକ୍ଷର ମାହାତ୍ମ୍ୟ ଦର୍ଶାଇବାକୁ ଯାଇ ତାହାକୁ ସୁପୁରୁଷ ବା ସାଧୁମାନଙ୍କ ସହିତ ତୁଳନା କରାଯାଇଛି। ମାନେ ଏ ବୃକ୍ଷକୁ କଣ ସୁପୁରୁଷ ବା ସାଧୁମାନଙ୍କ ବା ସୁଜନ ବ୍ୟକ୍ତିଙ୍କ ସହିତ ତୁଳନା କରିଛନ୍ତି। ଆଚ୍ଛା, ନିଧାଘ କ୍ଳାନ୍ତିରୁ ମୁକ୍ତି ପାଇବା ପାଇଁ କୃଷ୍ଣ ଗୋପ ବାଳକ ମାନଙ୍କ ସହିତ ବୃକ୍ଷର ଛାୟାରେ ବସିଛନ୍ତି। ବୃକ୍ଷର ସୁଶୀତଳ ଛାୟାରେ ସେ ଆନନ୍ଦ ଅନୁଭବ କରୁଛନ୍ତି। ତାଙ୍କ ମନରେ ସ୍ୱାଭାବିକ ଭାବେ ବୃକ୍ଷ ପ୍ରତି ଗୋଟେ କଣ ଆନୁଗତ୍ୟ ଭାବ ଆସିଯାଇଛି। ବୃକ୍ଷର ମହିମା ବର୍ଣ୍ଣନାରେ ସେ ଶତମୁଖ ହୋଇପାରିଛନ୍ତି। ତାମାନେ ବୃକ୍ଷର ମହିମା କହିବାରେ ଲାଗିଛନ୍ତି। ବୃକ୍ଷର ମହିମା ବର୍ଣ୍ଣନା କରି ପ୍ରଥମେ ସେ ବୃକ୍ଷକୁ ସୁଜନ ପ୍ରାଣୀଙ୍କ ସହିତ ତୁଳନା କରିଛନ୍ତି। କାରଣ ସାଧୁ ଲୋକ ନିଜେ କଷ୍ଟ ସହିଲେ ମଧ୍ୟ ଅନ୍ୟ କାହାକୁ କଷ୍ଟ ଦେବାକୁ ଚାହେଁ ନାହିଁ। ସେ ସବୁବେଳେ ଅନ୍ୟର ମଙ୍ଗଳ କରିଥାଏ ଆଉ ଅନ୍ୟମାନଙ୍କର ମଙ୍ଗଳ ହିଁ ଚାହିଁଥାଏ। ସେହିପରି ବୃକ୍ଷ ପ୍ରକୃତି ଜନିତ ସବୁ କିଛି ଦୁଃଖ କଷ୍ଟ ସହିଲେ ମଧ୍ୟ ତାର ଆଶ୍ରିତ ବା ତା ଗଛ ମୂଳରେ ଆଶ୍ରୟ ନେଇଥିବା ପ୍ରାଣୀମାନଙ୍କୁ କେବେ ହେଲେ ସେ ଦୁଃଖ ଦେବାକୁ ଚାହେଁ ନାହିଁ। ସେ ଶୀତ ବର୍ଷା ଖରା ଦୁଃଖ ସହି ଆମମାନଙ୍କୁ ସୁଖ ଦେଇଥାଏ। ଏ କଥା ଶ୍ରୀକୃଷ୍ଣ ଗୋପ ବାଳକ ମାନଙ୍କୁ ବୁଝଉଛନ୍ତି ଅତି ସୁନ୍ଦର ଭାବରେ। ବୃକ୍ଷ କେବଳ ପ୍ରାଣୀମାନଙ୍କର ସହାୟକ ହୋଇନଥାଏ, ସେ ମଧ୍ୟ ସେମାନଙ୍କ ଜୀବନ ଜୀବିକାର ମାଧ୍ୟମ ମଧ୍ୟ ସାଜିଥାଏ। ତାର ପତ୍ରକୁ ମଣିଷ ଔଷଧ ରୂପେ ବ୍ୟବହାର କରୁଛି, କରିକି ବିଭିନ୍ନ ରୋଗ ଯନ୍ତ୍ରଣାରୁ ମୁକ୍ତି ପାଉଛି। ତାର ଫୁଲର ସୁବାସ ଓ ସୌନ୍ଦର୍ଯ୍ୟ ମଣିଷକୁ ବିମୋହିତ କରିଥାଏ, ମାନେ ଆକର୍ଷଣ କରିଥାଏ। ଫଳର ରସାଳ ରସରେ ମଣିଷ ନିଜର କଣ ଜଳାକୁ କଣ ପ୍ରଶମିତ କରିଥାଏ। ଗଛର ମୂଳ ପାଇଁ ମୂର୍ତ୍ତିକା କ୍ଷୟ ହୋଇନଥାଏ, ମାନେ ନଷ୍ଟ ହୋଇନଥାଏ, ଆଉ ଜଳସ୍ତର ନିମ୍ନଗାମୀ ହୋଇନଥାଏ। ଗଛର ଛେଲି ଭସ୍ମ ଅଠାକୁ ମଣିଷ ନିଜର ବ୍ୟବହାରରେ ଲଗାଇ ଅନେକ ସମସ୍ୟାରୁ ମୁକ୍ତି ପାଇଥାଏ। ବୃକ୍ଷ ମଣିଷର ବା ପ୍ରାଣୀ ଜଗତର ମଙ୍ଗଳ ପାଇଁ ନିଜକୁ ସମର୍ପିତ କରିଥିବାରୁ କବି ତା ଜୀବନ ଧନ୍ୟ ବୋଲି କହିଛନ୍ତି। କବିଙ୍କ ଭାଷାରେ ଶୀତ ବରଷା ଘର୍ମ ଦୁଃଖ ସହି ଆମକୁ ଦିଅନ୍ତି ସୁଖ, ଧନ୍ୟ ଜୀବନ ଏହାଙ୍କର ଜୀବିକା ହନ୍ତି ପ୍ରାଣୀଙ୍କର। ବାଃ, କି ଚମତ୍କାର ଲାଇନଟି କବି ଲେଖିଛନ୍ତି। ତାପରେ ଆମେ ପିଲାମାନେ ଖ ପ୍ରଶ୍ନ ଯିବା ହେଲା। ଖରେ ପ୍ରଶ୍ନ କଣ କହିଛି? ଅବିଚାରିତ ଭାବରେ ବୃକ୍ଷ ଛେଦନ ଫଳରେ ସମାଜରେ କି ପ୍ରକାର କ୍ଷତି ଘଟୁଛି? ଆଚ୍ଛା, ଇଏ ପିଲାମାନେ ଲଙ୍ଗ କ୍ୱେଶ୍ଚନ, ତାକୁ ଆଗେ ଆମେ ଗୋଟେ ପାରାଗ୍ରାଫ କବି ପରିଚୟ ଆଗେ ଲେଖିବା ନାଇଁ, ତାପରେ ତାର ବିଷୟରେ କରିବା, ବୁଝିଛି ନାଇଁ। ଆଚ୍ଛା, ତେଣୁ ଏଠି ପିଲାମାନେ ମୁଁ ଆଉ କବି ପରିଚୟ କଥା ମୁଁ ଟିକେ ଆଲୋଚନା କରୁନି, ଆଗେ କବି ପରିଚୟ ଟିକେ ଲେଖିବ, ତାପରେ ଏ ବିଷୟ ଯାହା ପ୍ରଶ୍ନ କହିଛି ତା ଉପରେ ଲେଖିବ ହେଲା। ହଁ, ଆଚ୍ଛା ଦେଖ ପ୍ରଶ୍ନ କଣ ହେଲା? ଅବିଚାରିତ ଭାବରେ ବୃକ୍ଷ ଛେଦନ ଫଳରେ ସମାଜରେ କି ପ୍ରକାର କ୍ଷତି ଘଟୁଛି? ଆଚ୍ଛା, ବୃକ୍ଷ ହିଁ ମଣିଷର ଜୀବନ ଆଉ ଜୀବିକା। ବୃକ୍ଷ ଯୋଗୁଁ ମଣିଷ ସମାଜ ତିଷ୍ଠି ରହିଛି। ଆଦି ମାନବର ବାସସ୍ଥାନ ଥିଲା ବୃକ୍ଷତଳ ବା ଅରଣ୍ୟ। ନାଇଁ, ବହୁତ ଆଗ କାଳରୁ ମଣିଷ ସଭ୍ୟତା ତଥା ସଂସ୍କୃତିର ବିକାଶରେ ବୃକ୍ଷର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଗ କାଳରୁ ଲୋକମାନେ ମୁନି ଋଷି ମାନେ ଗଛ ମୂଳରେ ସବୁ କଣ ବିଭିନ୍ନ ପ୍ରକାର କଣ ଚାଟଶାଳା କରିକି ପିଲାମାନଙ୍କୁ ସବୁ କଣ ଆମର କଣ ଭାଗବତ ବେଦ ସବୁ ଅଧ୍ୟୟନ କରାଉଥିଲେ। ନାଇଁ, ସଭ୍ୟତାର ବିକାଶ ପୂର୍ବରୁ ମଣିଷର ସବୁ ପ୍ରକାର ଆବଶ୍ୟକତା ହିଁ ବୃକ୍ଷ ପୂରଣ କରୁଥିଲା। ଯେତେବେଳେ ମଣିଷ କଣ
ବହୁତ ପୂର୍ବ କାଳରୁ ଜଙ୍ଗଲରେ ବୁଲୁଥିଲା, ଜଙ୍ଗଲର ଫଳମୂଳ ଖାଇ ବଞ୍ଚୁଥିଲା, ଗଛ ଉପରେ ସବୁବେଳେ ନିର୍ଭର କରୁଥିଲା। ନାଇଁ, ଗଛ ତା ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ଆବଶ୍ୟକତା ପୂରଣ କରିବାରେ ବୃକ୍ଷ ହିଁ ଏକମାତ୍ର ସହାୟକ ଥିଲା। ଆଜିକାଲି ଅବିଚାରିତ ଭାବରେ ଆମେ ବୃକ୍ଷ ଛେଦନ କରିବାରେ ଲାଗିଛେ। ତାର କୁପ୍ରଭାବ ମଣିଷ ସମାଜ ଉପରେ ନିଶ୍ଚିତ ପଡ଼ିବ। ତେଣୁ ଏହି କୁପ୍ରଭାବରୁ ରକ୍ଷା ପାଇବା ନିମନ୍ତେ ଆମେ ଗଛ କାଟିବା ନାହିଁ, ଗଛ ରୋପଣ କରିବା ଉଚିତ। ଉତ୍ତର ଆଫ୍ରିକା, ପାରସ୍ୟ, ମିଶର ଆଦି ବହୁ ଦେଶ ବୃକ୍ଷକ୍ଷୟ ବା ବୃକ୍ଷ ଛେଦନ ହେତୁ ଶୁଷ୍କ ମରୁଭୂମିରେ ପରିଣତ ହେଇଗଲାଣି। ମାନେ ଗଛ ଛେଦନ ଅଧିକ କରିବା ଦ୍ୱାରା, ଅଧିକ ଗଛ କାଟିବା ଦ୍ୱାରା କଣ ଭୂମି କଣ ହବ, ମାନେ ସବୁ ମରୁଭୂମିରେ ପରିଣତ ପାଲଟି ଗଲାଣି। ଭାରତରେ ଅରଣ୍ୟ ସମ୍ପଦ କ୍ଷୟ ବା ବୃକ୍ଷ ଛେଦନ ସେହିପରି ବିପଦ ଟାଣି ଆଣିବାର ସମ୍ଭାବନା ରହିଛି। 1952 ମସିହାରେ ଭାରତରେ ଯେଉଁ ଜଙ୍ଗଲ ନୀତି ପ୍ରଣୟନ କରାଯାଇଥିଲା, ସେଥିରେ କୁହାଯାଇଥିଲା ଦେଶର 1/3 ବୃକ୍ଷ ଆଚ୍ଛାଦିତ ହୋଇ ରହିବା ନିତାନ୍ତ ଆବଶ୍ୟକ। ମାତ୍ର ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇନାହିଁ। ପୁରୁଣା ଜଙ୍ଗଲକୁ ନଷ୍ଟ ହେଉଛି, ଅଥଚ ନୂଆ ଜଙ୍ଗଲ ସୃଷ୍ଟି କରିବା ପ୍ରଚେଷ୍ଟା ହେଉନାହିଁ। ଅବିଚାରିତ ବୃକ୍ଷ କ୍ଷୟ ହେଉଛି, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ସେଥିପାଇଁ ସୃଷ୍ଟି ହେଉଛି। ଠିକ ସମୟରେ ବର୍ଷା ହେଉନାହିଁ, ଅନିୟମିତ ଭାବରେ ବର୍ଷା ହେଉଛି। ଯେତେବେଳେ ଫସଲର ଜଳ ଆବଶ୍ୟକ, ସେତେବେଳେ ଫସଲ କଣ ଜଳ ପାଉନାହିଁ। ନାଇଁ, ଏସବୁ ବୃକ୍ଷ କାଟିବା ଦ୍ୱାରା ହେଉଛି। ବାୟୁମଣ୍ଡଳରେ ଅଧିକରୁ ଅଧିକ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ଘଟୁଛି। ନାଇଁ, ଯାହା ଫଳରେ ମଣିଷ ସମାଜ ପ୍ରତି ବିପଦ ସୃଷ୍ଟି କରୁଛି। ସାଧାରଣତଃ ବୃକ୍ଷମାନେ ଏହି ବିଷାକ୍ତ ବାଷ୍ପକୁ ଶୋଷି ନେଇ ବିଶୁଦ୍ଧ ବା ଶୁଦ୍ଧ ଯାହା କହୁଛେ ଅମ୍ଳଜାନ ଆମକୁ ଯୋଗାଇଥାନ୍ତି। ମାତ୍ର ଅଧିକ ବୃକ୍ଷ କ୍ଷୟ ଯୋଗୁଁ ତାହା ସମ୍ଭବ ହେଉନାହିଁ। ଶିଳ୍ପ ତଥା ଗାଡ଼ି ମଟରରୁ ନିର୍ଗତ ହେଉଥିବା ଦୂଷିତ ବାଷ୍ପ ପରିବେଶରେ କଣ ପ୍ରତିକୂଳ ପ୍ରଭାବ ପକାଉଛି। ପରିବେଶ ଦୂଷିତ ହେଉଥିବାରୁ ପରିବେଶବିତ୍ ମାନେ ଏଥିପାଇଁ ଉଦ୍ବେଗ ପ୍ରକାଶ କରୁଛନ୍ତି। ଯଦି ଏହିପରି ବୃକ୍ଷ ନଷ୍ଟ ହୋଇଚାଲେ, ତାହେଲେ ମାନବ ସମାଜର ସୁସ୍ଥ ଜୀବନ ଯାପନ ଅସମ୍ଭବ ହୋଇପଡ଼ିବ। ବୃକ୍ଷ ଛେଦନ ପାଇଁ ଆଜି ମଣିଷ ବିପଦର କଣ ପୁରା ଦ୍ୱାର ଦେଶରେ ପହଞ୍ଚି ସାରିଲାଣି। ମଣିଷକୁ ଆସନ୍ନ ବିପଦରୁ ରକ୍ଷା କରିବା ପାଇଁ, ଆସନ୍ନ ମାନେ ଆସୁଥିବା ବିପଦକୁ ରକ୍ଷା କରିବାକୁ ହେଲେ ନୂତନ ବୃକ୍ଷରୋପଣ କରିବା ନିଶ୍ଚିତ ଭାବରେ ଆବଶ୍ୟକ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ, ସହରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଯଦି ବୃକ୍ଷରୋପଣ କରିବା, ତାର ଯତ୍ନ ନିଅନ୍ତି, ତାହେଲେ ପରବର୍ତ୍ତୀ ସମୟରେ ଆମକୁ ଆଉ କଣ ପଶ୍ଚାତାପ କରିବାକୁ ପଡ଼ିବ ନାହିଁ ବା ବିପଦ ଆମକୁ ଆସିବ ନାହିଁ। ତାପରେ ପିଲାମାନେ ଦେଖିବା ଗ ନମ୍ବର ପ୍ରଶ୍ନ ଦେଲା ପିଲାମାନେ, ବୃକ୍ଷମାନେ ପରର ଉପକାର କିପରି କରନ୍ତି? ଆଚ୍ଛା, ଆଗେ ଫାଷ୍ଟ କଣ କବି ମାନଙ୍କର ଟିକେ ପରିଚୟ ଲେଖିଦବ, ତାପରେ ପ୍ରଶ୍ନ ଅନୁସାରେ ଉତ୍ତର ଲେଖିବ। ଉତ୍କଳର ଭକ୍ତି ଯୁଗର କାବ୍ୟ ସାହିତ୍ୟ ଯେଉଁ ଆଧ୍ୟାତ୍ମିକ ଚେତନାର ସାରସ୍ୱତ ସାଧକ ମାନଙ୍କର ଅନନ୍ୟ ସୃଷ୍ଟି ସମ୍ଭାରରେ ରୁଧିମନ୍ତ, ସେମାନଙ୍କ ମଧ୍ୟରେ ଭକ୍ତ କବି ଅତିବଡ଼ି ଜଗନ୍ନାଥ ଦାସ ନାମରେ ଅଗ୍ରଣୀୟ। ଉତ୍କଳର ଗଣଚେତନାକୁ ନୀତିନିଷ୍ଠ ଓ ମାନବ ପ୍ରେମୀ ଓ ଆଧ୍ୟାତ୍ମିକ ଚେତନାଶ୍ରୟ କରିବା ନିମନ୍ତେ ଭକ୍ତି, ପ୍ରେମ ଓ ସମର୍ପଣର କାବ୍ୟ ଓଡ଼ିଆ ଭାଗବତ ତାଙ୍କ ଲେଖନୀରୁ ନିଃସୃତ ଝରି ଆସିଛି। ଶ୍ରୀକୃଷ୍ଣ ଗୋପାଳ ବାଳକ ମାନଙ୍କ ଗ୍ରହଣରେ ଧେନୁ ଚରାଉଛନ୍ତି, ମାନେ ଗାଈ ଚରାଇବାକୁ ଯାଇଛନ୍ତି। କ୍ରମଶଃ ଦିନର ବୟୋବୃଦ୍ଧି ସଙ୍ଗେ ସଙ୍ଗେ ସୂର୍ଯ୍ୟର କିରଣ ତାପ ପ୍ରବଳ ଓ ପ୍ରଚଣ୍ଡ ହୋଇଥିବାରୁ ସୂର୍ଯ୍ୟ ତାପ ସହି ନପାରି ସେମାନେ ବୃକ୍ଷ ମୂଳରେ ବିଶ୍ରାମ ନେଇଛନ୍ତି। ନାଇଁ, ଯେତେବେଳେ ଖରା ଆସ୍ତେ ଆସ୍ତେ କଣ ଦିନ ବଢିଛି, ସେତେବେଳେ କଣ ହେଇଛି, ସୂର୍ଯ୍ୟର କିରଣ ମଧ୍ୟ କଣ ଖରା ଟିକେ ଟାଣ ହେଇଛି। ନାଇଁ,
ସୂର୍ଯ୍ୟଙ୍କର କିରଣ ତେଜ ଟିକେ ଅଧିକ ପଡିଛି, ଯାହା ଫଳରେ କଣ ଶ୍ରୀକୃଷ୍ଣ ଏବଂ ଗୋପାଳ ବାଳକ ମାନେ ଆଉ ସୂର୍ଯ୍ୟଙ୍କର ତାପକୁ ସହ୍ୟ କରିପାରିନାହାନ୍ତି, ଯାହା ଫଳରେ ସେମାନେ ଗଛ ମୂଳରେ ବିଶ୍ରାମ ନେଇଛନ୍ତି। ହେଲା। ଆଚ୍ଛା, ବୃକ୍ଷର ସୁଶୀତଳ ଛାୟା ସେମାନଙ୍କୁ ଅତି ଆନନ୍ଦିତ କରିଛି। ତେଣୁ ଲୀଳା ସୁନ୍ଦର ଶ୍ରୀକୃଷ୍ଣ ବୃକ୍ଷ ପ୍ରତି ତାଙ୍କର ଗୋଟେ କଣ ଭଲ ପାଇବା ମନରେ ଉଙ୍କି ମାରିଛି। ତାପରେ ସେ ବୃକ୍ଷ ଉପରେ ସୁନ୍ଦର ଭାବରେ ବୃକ୍ଷର ମହିମା ବା ବୃକ୍ଷର କି ଉପକାର ବୃକ୍ଷ ଆମର କରିଥାଏ ତାହା ବର୍ଣ୍ଣନା କରିଛନ୍ତି। ବୃକ୍ଷ ତାର ସୁଶୀତଳ ଛାୟା ପ୍ରଦାନ କରି କାନ୍ତ ମଣିଷ ବା ପ୍ରାଣୀମାନଙ୍କର ଉପକାର କରିଥାଏ। ନିଜେ ଖରା ସହି ପତ୍ରକୁ ଏଭଳି ସଜେଇ ରଖେ ଯେ ତାର ଛାୟାରେ ବସିଥିବା କ୍ଳାନ୍ତ ମଣିଷର ସବୁ କିଛି କ୍ଳାନ୍ତ କଷ୍ଟ ଦୂର ହେଇଯାଏ। କେବଳ ଖରା ନୁହେଁ, ସେ ମଧ୍ୟ ବର୍ଷା ଶୀତ ସବୁ ସହ୍ୟ କରି ଆମକୁ ଉପକାର ଦେଇଥାଏ। ବୃକ୍ଷର ପ୍ରତ୍ୟେକ ଅଂଶ ମଣିଷ କାହିଁକି ସମଗ୍ର ପ୍ରାଣୀ ଜଗତର ବଞ୍ଚିବାର ସହାୟକ ହୋଇଥାଏ। ପତ୍ର ଛାଇ ଦେବା ସହିତ ଔଷଧ ଭାବରେ ମଧ୍ୟ ବ୍ୟବହାର ହୁଏ। ଅନେକ ସମୟରେ ତାର ଔଷଧୀୟ ଗୁଣ ପ୍ରାଣୀଙ୍କୁ ରୋଗମୁକ୍ତ କରିଥାଏ। ତୃଣଭୋଜୀ ପ୍ରାଣୀମାନେ ବୃକ୍ଷର ପତ୍ର ଖାଇ ସେମାନଙ୍କର ଉଦର ପୂରଣ କରିଥାନ୍ତି, ମାନେ ପେଟ ଭରିଥାନ୍ତି। ଉଦର ମାନେ ପେଟ। ସେହିପରି ଫୁଲ ଗଛର ଶୋଭା ବୃଦ୍ଧି କରିଥାଏ, ତାର ସୁଗନ୍ଧିତ ମହକରେ ସମସ୍ତକୁ ମନୋରମ କରିଥାଏ। କେତେକ ଫୁଲର ମଧ୍ୟ ଔଷଧୀୟ ଗୁଣ ରହିଥାଏ। ସେହି ଫୁଲ ଦିନେ ଫଳରେ ରୂପାନ୍ତରିତ ହୋଇ ସେହି ଫଳକୁ ପ୍ରାଣୀମାନେ ସେମାନଙ୍କର ଖାଦ୍ୟ ରୂପରେ ବ୍ୟବହାର କରିଥାନ୍ତି। ମୂଳରେ ଥିବା ଚେର ମୃତ୍ତିକାକୁ ରକ୍ଷା କରିଥାଏ। ବୃକ୍ଷର ଚେର ପାଇଁ ମୃତ୍ତିକା ଜଳଧାରଣ କ୍ଷମତା ବଢିଥାଏ। ଗଛର ବକଳ ବା ଛେଲିକୁ କେତେକ ଔଷଧ ରୂପରେ, କେହି କେହି କପିନି ରୂପରେ ମଧ୍ୟ ବ୍ୟବହାର କରିଥାନ୍ତି। ଗଛର ଯୋଉ ବକଳ ରହିଛି ବା ଛେଲି ରହିଛି ତାକୁ କାଢିକି କେହି କେହି କଣ ତାକୁ କୁପିନି ଭାବରେ ବ୍ୟବହାର କରିଥାନ୍ତି। ତାର କାଠ ଘର ତିଆରି ଓ ଘର କରଣା ଜିନିଷ ତିଆରି କରିବାରେ ବ୍ୟବହାର କରିଥାଏ। ନାଇଁ, ଯୋଉମାନେ କାଠ ଘର ତିଆରି କରୁଛନ୍ତି, କାଠ ନିହାତି ଆବଶ୍ୟକ। ବିଭିନ୍ନ ପ୍ରକାର ଘର କରଣା ଜିନିଷ ଯେମିତି କି କଣ ତୁମର ଚେୟାର ଟେବୁଲ ଡାଇନିଂ ଟେବୁଲ ସବୁ କାଠରେ ମଧ୍ୟ ତିଆରି କରାଯାଏ। ନାଇଁ, ଏତଦ୍ ବ୍ୟତୀତ ତାର କ୍ଷାର, ଅଙ୍ଗାର, ଭସ୍ମ, ଅଠା ଆଦିରୁ ମଣିଷ ବହୁତ ଉପକାର ପାଇଥାଏ। ସବୁ ପ୍ରକାର ସେବା କରୁଥିବାରୁ ଓ ବୃକ୍ଷର ପ୍ରତ୍ୟେକ ଅଂଶ ଆମ କାମରେ ଲାଗୁଥିବାରୁ ଶ୍ରୀକୃଷ୍ଣ ତାଙ୍କୁ ପରୋପକାରୀ ବୋଲି ସମ୍ବୋଧନ କରିଛନ୍ତି। ବାସ୍ତବିକ ପଞ୍ଚସଖା ଯୁଗର ଭକ୍ତ କବି ଭକ୍ତି ଭାବ ସୃଷ୍ଟି କରିବା ସହିତ କୃଷ୍ଣଙ୍କର ବକ୍ତବ୍ୟ ମାଧ୍ୟମରେ ଗଛର ଉପକାରିତା ଯେଭଳି ବୁଝାଇଛନ୍ତି, ତାହା ସର୍ବକାଳୀନ ଚିନ୍ତାଧାରାର ଗୋଟେ ଗୋଟେ କଣ ଅତି ଉତ୍ତମ ହବ। ତାପରେ ଆମେ ପିଲାମାନେ ଦେଖିବା। ଦେଖ ନେକ୍ସଟ କଣ ଦେଲା, ଗୋଟେ ଦେଖ, ଆସ କବିତାର ପଦ ପୂରଣ କରିବା। ଦେଖ ଏଠି ଦେଲା କରେ କ୍ଷାର, ଅଙ୍ଗାର, ଭସ୍ମ, ଅଠା ଡ୍ୟାସ୍। ତାପରେ ସେ ଡ୍ୟାସ୍ ରେ କଣ ହେବ ହେଲା, ବହିରେ ଦେଇଥିବ କଣ ହବ, କ୍ଷାର, ଅଙ୍ଗାର, ଭସ୍ମ, ଅଠା ଗୃହକୁ ସାଜି ବାଡ଼ କଣ୍ଟା। ତାପରେ ଦେଖିବା ଧନ୍ୟ ଜୀବନ ଏହାଙ୍କର, ତା ତଳେ ଡ୍ୟାସ୍ ଦେଇଛି, ସେ ଡ୍ୟାସ୍ ରେ କଣ ହବ, କବିତାର ଖୋଜିବା। ଡ୍ୟାସ୍ ରେ ହବ କଣ, ଆগে ଫାଷ୍ଟ ଲେଖ ଧନ୍ୟ ଜୀବନ ଏହାଙ୍କର ଜୀବିକା ହନ୍ତି ପ୍ରାଣୀଙ୍କର। ତାପରେ ପତ୍ର କୁସୁମ ଫଳ ଛାଇ, ତାପରେ ଡ୍ୟାସ୍ କବିତାର ଖୋଜିକି ଲେଖିବା ହେଲା। ପତ୍ର କୁସୁମ ଫଳ ଛାଇ ମୂଳ ବିକଳ ଦାରୁ ଦେଇ, ହେଲା ଏଟା ବକଳ ହବ, ଏଟା ବିକଳ ବୋଲି ଦେଇଛି। ତାପରେ କହି 4 ନମ୍ବର, ଏହି କବିତାରୁ ଭଲ ଲାଗୁଥିବା ପଦ ଗୁଡିକୁ ନିର୍ବାଚନ କରି ଆବୃତ୍ତି କରିବା। ମାନେ ଯୋଉ ଏ ଯୋଉ କବିତାରେ ଗୀତ ଦେଇଛି, ସେଇ ଗୀତରୁ ଯୋଉ ପଦଟା ତମମାନଙ୍କୁ ଭଲ ଲାଗୁଛି ସେଇ ଗୀତଟାକୁ ଗାଇବ ହେଲା। ସୁନ୍ଦର ଭାବରେ ସ୍ୱର କରିକି ଗାଇବ ସେ କହିଛି। ସେଟା ତମ କାମ ପିଲାମାନେ କରିବ ହେଲା। ଆଚ୍ଛା, କେତେ ଜଣ ଗାଇଲ ମତେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣେଇବ। 5 ନମ୍ବର ଦେଖିବା, ସରଳ ଭାଷାରେ ବୁଝାଇ ଲେଖିବା ହେଲା। କଣ ଦେଇଛି ନା କରିଦେଇଛି,
ଏହାଙ୍କ ପ୍ରାୟ ଯେବେ ହୋଇ ସଂସାର ମଧ୍ୟ ଦେହ ବହି। ଆଚ୍ଛା, ଏଇ ଯୋଉ ଉକ୍ତିଟାକୁ ଆମେ ସରଳ ଭାଷାରେ ବୁଝେଇବା। ଆସ ଫାଷ୍ଟ କଣ ଲେଖିବା? ଏହାଙ୍କ ପ୍ରାୟ ଡଟ୍ 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 ଦେହ ବହି। ସସିକ୍ତ ପଦ୍ୟାଂଶଟି ଭକ୍ତ କବି ଜଗନ୍ନାଥ ଦାସଙ୍କ ସର୍ବଶ୍ରେଷ୍ଠ ସାହିତ୍ୟ କୃତି ଓଡ଼ିଆ ଭାଗବତର ଦଶମ ସ୍କନ୍ଧ ଗପଲୀଳା ଅନ୍ତର୍ଗତ ତ୍ରୟୋବିଂଶ ଅଧ୍ୟାୟର ବୃକ୍ଷ ମାହାତ୍ମ୍ୟ କବିତାରୁ ଉଦ୍ଧୃତ। ଏଠାରେ କବି ବୃକ୍ଷର ଉପକାରୀ ଭାବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। କୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ଧେନୁ ଚାରଣ ଉଦ୍ଦେଶ୍ୟରେ ଜନବସତି ଠାରୁ ଦୂରରୁ ଜଙ୍ଗଲକୁ ଯାଇଛନ୍ତି। ଧେନୁମାନଙ୍କୁ ଚାରଣ ଭୂମିରେ ଛାଡ଼ି ଦେଇ ସେ ସାଥୀମାନଙ୍କ ସହିତ ବିଭିନ୍ନ ପ୍ରକାର କ୍ରୀଡ଼ା କସରତ ଚଲେଇଛନ୍ତି। କ୍ରମେ କ୍ରମେ ଦିନ ବଢ଼ି ବଢ଼ି ମଧ୍ୟାହ୍ନ ହୋଇଛି। ସୂର୍ଯ୍ୟ ମୁଣ୍ଡ ଉପରକୁ ଯିବାରୁ ସୂର୍ଯ୍ୟ କିରଣ ଅସହ୍ୟ ହୋଇଛି। ଅସହ୍ୟ କିରଣରୁ ରକ୍ଷା ପାଇବା ପାଇଁ କୃଷ୍ଣ ବୃକ୍ଷର ସୁଶୀତଳ ଛାୟା ତଳେ ଆଶ୍ରୟ ନେଇଛନ୍ତି। ଅନ୍ୟ ଶାଖାମାନଙ୍କୁ ସେହି ଶୀତଳ ସ୍ଥାନକୁ ଆସିବା ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। କୃଷ୍ଣ ଥିଲେ ଲୀଳା ସୁନ୍ଦର। ସେ ତାଙ୍କର ମାନବୀୟ ଲୀଳା ପ୍ରଦର୍ଶନ କରିବା ଅବକାଶରେ ସମାଜର ବିଭିନ୍ନ ଦିଗକୁ ବିଚାର ଆଲୋଚନା କରିଛନ୍ତି। ଯେଉଁମାନେ ଉପକାରୀ ସେ ସେମାନଙ୍କର ମହତ୍ଵ ଗାନ କରିଛନ୍ତି। ବୃକ୍ଷ ସାଧାରଣ ମଣିଷ ବିଚାରରେ ହେଲେ ତାର ମହତ୍ଵ ବିଚାର କରି ଶ୍ରୀକୃଷ୍ଣ ଗୋପ ବାଳକମାନଙ୍କୁ ଦର୍ଶାଇଛନ୍ତି। ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ଆଗରେ ବୃକ୍ଷର ଗୁରୁତ୍ୱ ବା ଉପକାରିତା ବଖାଣିଛନ୍ତି। ବୃକ୍ଷ ସଦା ପର ଉପକାରୀ। ସେ କଷ୍ଟ ସହି ଅନ୍ୟଙ୍କୁ ସୁଖ ଦିଏ। ଅନ୍ୟର ବଞ୍ଚିବାରେ ଓ ଜୀବନ ଧାରଣ କରିବାରେ ସେ ସହାୟକ ପାଲଟିଥାଏ। ବୃକ୍ଷର ପ୍ରତ୍ୟେକ ଅଂଶକୁ ବ୍ୟବହାର କରି ପ୍ରାଣୀମାନେ ଜୀବନ ଧାରଣ କରିଥାନ୍ତି। ବୃକ୍ଷର ପତ୍ର, ଫୁଲ, ଫଳ, ମୂଳ, ବକଳ ସବୁକିଛି ମଣିଷ ପାଇଁ ଉପକାରରେ ଆସେ। ତେଣୁ ଶ୍ରୀକୃଷ୍ଣ ବୃକ୍ଷକୁ ସୁଜନ ବା ଭଲ ମଣିଷ ସହିତ ତୁଳନା କରିଛନ୍ତି। ବୃକ୍ଷ ଧରାପୃଷ୍ଠରେ ଜନ୍ମ ନେଇ ଯେପରି ସମସ୍ତଙ୍କର ମଙ୍ଗଳ କରିଥାଏ, ସମସ୍ତ ସୁଖର ଓ ଜୀବନ ଧାରଣରେ ସହାୟକ ହୋଇଥାଏ, ସବୁ ପ୍ରାଣୀ ସେହିପରି ମନୋଭାବ ପ୍ରତିପୋଷଣ କରିବା ଉଚିତ। ବିଶ୍ୱ ସ୍ରଷ୍ଟା କେବଳ ଅନ୍ୟର ଉପକାର ପାଇଁ ମନୁଷ୍ୟ ବା ଶ୍ରେଷ୍ଠ ପ୍ରାଣୀଙ୍କୁ ଧରାପୃଷ୍ଠରେ ଜନ୍ମ ଦେଇଛନ୍ତି। ତେଣୁ ସଂସାରରେ ଜନ୍ମ ନେଇ ଦେହ ଧାରଣ କରି ବୃକ୍ଷ ସଦୃଶ ମଙ୍ଗଳକାରୀ ହେବାକୁ ସମସ୍ତେ ତତ୍ପର ହେବା ଉଚିତ ବୋଲି ଶ୍ରୀକୃଷ୍ଣ ଉପଦେଶ ଦେଇଛନ୍ତି। ତାପରେ ଦେଖିବା ଖ ପିଲାମାନେ। ଖରେ ଦେଲା ମନ ବଚନ ଧନେ କରି ଯେ ହୁଏ ପର ଉପକାରୀ ଦିନ ହରନ୍ତି ଦୁଃଖ ସୁଖେ ହେ ଧନ୍ୟ ଇହ ପର ଲୋକେ। ଏଇ ଉକ୍ତିର ଆମେ ତାର ସରଳ ଭାଷାକୁ ତାକୁ ବୁଝେଇ ଲେଖିବା। ଆଚ୍ଛା, ମନ ବଚନ ପର ଲୋକେ। ଉକ୍ତ ପଦ୍ୟାଂଶଟି ଭକ୍ତ କବି ଜଗନ୍ନାଥ ଦାସଙ୍କ ସର୍ବଶ୍ରେଷ୍ଠ ସାହିତ୍ୟ କୃତି ଓଡ଼ିଆ ଭାଗବତର ଦଶମ ସ୍କନ୍ଧ ଗପ ଲୀଳା ଅନ୍ତର୍ଗତ ତ୍ରୟୋବିଂଶ ଅଧ୍ୟାୟର ବୃକ୍ଷ ମାହାତ୍ମ୍ୟ କବିତାକୁ ଉଦ୍ଧୃତ ହୋଇଛି। ଏଠାରେ କବି ଶ୍ରୀକୃଷ୍ଣଙ୍କର ମାଧ୍ୟମରେ ବୃକ୍ଷର ମହିମା ଗାନ କରିବା ସହିତ ମହତ ଜନଙ୍କର ଗୁଣ ଗୁଣଗାନ କରିଛନ୍ତି। ଶ୍ରୀକୃଷ୍ଣ ନିଜର ସାଥୀ ଗୋପାଳ ବାଳକମାନଙ୍କୁ ନେଇ ଗୋରୁ ଚରାଇବା ପାଇଁ ଯାଇଥିଲେ। କ୍ରମଶଃ ମଧ୍ୟାହ୍ନ ସମୟ ଉପସ୍ଥିତ ହେବାରୁ ସୂର୍ଯ୍ୟଙ୍କର କିରଣ କଣ ହେଇଛି? ଅସହ୍ୟ ହୋଇପଡ଼ିଛି। କୃଷ୍ଣ ସାଥୀମାନଙ୍କ ସହିତ ଗ୍ରୀଷ୍ମ ଦାଉରୁ ବା ଅସହ୍ୟ ଖରାରୁ ରକ୍ଷା ପାଇବା ପାଇଁ ବୃକ୍ଷ ତଳକୁ ଯାଇଛନ୍ତି। ବୃକ୍ଷର ସୁଶୀତଳ ଛାୟାରେ ବସି ଆନନ୍ଦିତ ହୋଇଛନ୍ତି। ସେହି ଅବସରରେ ଶ୍ରୀକୃଷ୍ଣ ନିଜର ସଖାମାନଙ୍କୁ ସମ୍ବୋଧନ କରି ବୃକ୍ଷର କଣ ବିଶେଷତା ବା ତାର ଉପକାର
ବର୍ଣ୍ଣନା କରିଛନ୍ତି। ବୃକ୍ଷର ପ୍ରତ୍ୟେକ ଅଂଶ ଯେ ମଣିଷ ଜଗତର ବଞ୍ଚିବାର କାରଣ ହୋଇଥାଏ ତାହା ସେ ଉଲ୍ଲେଖନ କରିଛନ୍ତି। ଏହିପରି ବୃକ୍ଷକୁ ମଧ୍ୟ ସେ ସାଧୁ ଲୋକ ବା ଉତ୍ତମ ଲୋକ ବା ସୁଜନ ଲୋକ ବା ଭଲ ଲୋକଙ୍କ ସହିତ ତୁଳନା କରିଛନ୍ତି। ଯେଉଁମାନେ ମହତ ଲୋକ ସେମାନେ ନିଜ ଅପେକ୍ଷା ଅନ୍ୟର ସୁଖକୁ ଅଧିକ ଗୁରୁତ୍ୱ ଦିଅନ୍ତି। ସେମାନେ ଯେତେ କଷ୍ଟ ପାଇଲେ ମଧ୍ୟ ନିଜ ପାଇଁ ସେମାନେ ଅଧିକ ଚିନ୍ତା ନ କରି ଅନ୍ୟର ମଙ୍ଗଳ କରିବା ପାଇଁ ଇଚ୍ଛା କରିଥାନ୍ତି। ସେମାନେ କେବଳ ମନରେ ନୁହେଁ ଅନ୍ୟର ଉପକାର କରିବା ପାଇଁ ଇଚ୍ଛା କରିଥାନ୍ତି ତାହା ସେପରି ନୁହେଁ। ସେମାନେ ମଧ୍ୟ ମଧୁର ବଚନ କହି ଅନ୍ୟର ଦୁଃଖ ଦୂରେଇ ଦେଇଥାନ୍ତି ହେଲା। ଆଉ ସହାନୁଭୂତି କଥା କେବଳ ମହତ ଲୋକଙ୍କ ପାଖରେ ହିଁ ମିଳିଥାଏ। ତାହେଲେ ସେମାନେ ଶକ୍ତି ଅନୁସାରେ ଦୁଃଖୀ ଲୋକଙ୍କୁ ଧନ ଦେଇ ବା ତାଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ କିଛି ଧନ ବି ସେମାନେ ଦେଇଥାନ୍ତି। ମନ ବଚନ ଓ ଧନ ବଳରେ ସାଧୁ ଲୋକମାନେ ଜଗତର ମଙ୍ଗଳ କରିବା ପାଇଁ ଇଚ୍ଛା କରିଥାନ୍ତି। ସାଂସାରିକ କ୍ଷେତ୍ରରେ ଜନ୍ମ ନେଇ ସେମାନେ ସୁଖ ଦୁଃଖ ଭୋଗ କଲେ ମଧ୍ୟ ଅନ୍ୟକୁ ସାହାଯ୍ୟ ଓ ସେବା କରିବାରୁ ସେମାନେ ପୁଣ୍ୟ ସଞ୍ଚୟ କରିଥାନ୍ତି। ଅନ୍ୟ ପାଇଁ ଜୀବନ ଦେଇ ଇହ ଜନ୍ମକୁ ସାର୍ଥକ କରିବା ସହିତ ପୁଣ୍ୟ ବଳରେ ପରଲୋକରେ ଆନନ୍ଦ ଅନୁଭବ କରିଥାନ୍ତି। ତାପରେ ପିଲାମାନେ ଆମେ ଦେଖିବା 6 ନମ୍ବର। 6 ନମ୍ବର ଦେଲା ତଳ ଲିଖିତ ନାମ ମାନଙ୍କ ମଧ୍ୟରେ ଯେଉଁ ଗୁଡ଼ିକ ଶ୍ରୀକୃଷ୍ଣଙ୍କ ସଖାମାନଙ୍କର ନାମ ନୁହେଁ ତାହାକୁ ବାଛି ଲେଖିବା। ଦେଲା ଏଠି ତଳେ କଣ ଶ୍ରୀଦାମ, ସୁବଳ, ଭୀମ, ଅର୍ଜୁନ, ପ୍ରାଂଶୁ, ଅଂଶୁ, ବଜ୍ରହସ୍ତ, ଦେବପ୍ରସ୍ଥ ଏମାନଙ୍କ ଭିତରୁ ଶ୍ରୀକୃଷ୍ଣଙ୍କର ସଖା ନୁହେଁ ତାକୁ ବାଛିବା। ନା ଭୀମ, ପ୍ରାଂଶୁ ଆଉ ବଜ୍ରହସ୍ତ ଏହା ହଉଛନ୍ତି ଶ୍ରୀକୃଷ୍ଣଙ୍କ ସଖା ନୁହେଁ। ନେକ୍ସଟ ଦେଖିବା 7 ନମ୍ବର କଣ କହିଛି ଦେଖ ପିଲାମାନେ। 7 ନମ୍ବର ଦେଲା ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ଅର୍ଥ ସେମାନଙ୍କ ଡାହାଣ ପଟରେ ଥିବା ବନ୍ଧନୀ ମଧ୍ୟରୁ ବାଛି ଲେଖିବା। କରେ ଦେଲା କଣ ଘର୍ମ। ଘର୍ମର ଅର୍ଥ କଣ ପିଲାମାନେ? ନା ଏଇ ଘର୍ମର ଅର୍ଥ ହେଉଛି ଝାଳ। କଣ ହବ? ଝାଳ ହେଲା। ଆଚ୍ଛା ତାପରେ ଦେଖିବା ଦାରୁ ହେଲା। ଏ ଦାରୁର ଅର୍ଥ କଣ? ଦାରୁର ଅର୍ଥ ପିଲାମାନେ କଣ ହବ ରେ ପିଲାମାନେ? ଟିକେ ଅଲଗା ରଙ୍ଗ ଦେଇଦେଉଛି ହେଲା। ଏ ଦାରୁର ଅର୍ଥ ହେବ ତମର କଣ? କାଠ। ଦାରୁର ଅର୍ଥ କଣ? କାଠ। ଆଚ୍ଛା ତାପରେ ଦିଅନ୍ତି ହେଲା। ଦିଅନ୍ତିର ଅର୍ଥ କଣ? ଦିଅନ୍ତି ହେଲା। ଲାଷ୍ଟଟା ହବ ଦିଅନ୍ତି। ତାପରେ ନେକ୍ସଟ ଦେଖିବା ପିଲାମାନେ 8 ନମ୍ବର ହେଲା। 8 ନମ୍ବର କଣ କହିଛି ଦେଖ ପ୍ରଶ୍ନ ପିଲାମାନେ। ନା 8 ନମ୍ବର ଦେଇଛି ମହତ ଶବ୍ଦରେ ତ୍ୱ ପ୍ରତ୍ୟୟ ଯୋଗ କଲେ ଶବ୍ଦଟି ମହତ୍ୱ। ସେହିପରି ତଳ ଲିଖିତ ଶବ୍ଦ ମାନଙ୍କର ତ୍ୱ ଯୋଗ କରିବା ହେଲା। ଦେଇଛି ଗୁରୁ, ବିଶେଷ, ସତ୍, କ୍ଷୁଦ୍ର, ଦୂର, ସ୍ୱ ଦେଇଛି। ତାହେଲେ ଗୁରୁ ଯୁକ୍ତ ତ୍ୱ କଣ ହବ? ଗୁରୁତ୍ୱ। ସେମିତି ସତ୍ ଯୁକ୍ତ ତ୍ୱ ସତ୍ୱ, ଦୂର ଯୁକ୍ତ ତ୍ୱ ଦୂରତ୍ୱ, ସେମିତି ବିଶେଷ ଯୁକ୍ତ ତ୍ୱ ବିଶେଷତ୍ୱ, କ୍ଷୁଦ୍ର ଯୁକ୍ତ ତ୍ୱ କ୍ଷୁଦ୍ରତ୍ୱ, ସ୍ୱ ଯୁକ୍ତ ତ୍ୱ ସ୍ୱତ୍ୱ ହେଲା। ବାସ୍। ତାପରେ ଦେଖିବା 9 ନମ୍ବର। 9 ନମ୍ବର କଣ କହିଛି ପିଲାମାନେ ଦେଖ। 9 ନମ୍ବର ଦେଇଛି ବନ୍ଧନୀ ମଧ୍ୟରୁ ଠିକ ଶବ୍ଦ ବାଛି ପଦ ପୂରଣ କରିବା। ଆଚ୍ଛା ଦେଖ ଦେଲା କଣ? ମନ ବଚନ ଡେଶ କରି ଯେ ହଏ ଡେଶ ଉପକାରୀ। କଣ ହବ ରେ ପିଲାମାନେ? ନା ଏଠି ଆସିବ ମନ ବଚନ ଧନେ କରି। ଧନେ ହବ ହେଲା। ମନ ବଚନ ଧନେ କରି ହେଲା। ଧନେ ମନ ବଚନ ଧନେ କରି ଯେ ହଏ ପର ଉପକାରୀ। କଣ ହବ? ନା ପର ଉପକାରୀ ହେଲା। ଆଚ୍ଛା ଠିକ ସେମିତି 9 ନମ୍ବରଟା
ଶୀତଳ ବରଷା ଡେସେ ଦୁଃଖ ସହି ଡେସେ ଦିଅନ୍ତି ସୁଖ। ତାହେଲେ କଣ ହବ? ସରି ଶୀତ ବରଷା ଶୀତ ବରଷା ଡେସେ ଦୁଃଖ ସହି ଡେସେ ଦିଅନ୍ତି ସୁଖ। ତାହେଲେ କଣ ହବ? ଶୀତ ବରଷା ତାପରେ ଆସିବ କଣ? ଘର୍ମ ହେଲା ଘର୍ମ। ଶୀତ ବରଷା ଘର୍ମ ଦୁଃଖ ସହି ଆମ୍ଭଙ୍କୁ ଆମ୍ଭକୁ ଆମ୍ଭଙ୍କୁ ଦିଅନ୍ତି ସୁଖ ହେଲା। ଆଚ୍ଛା ତାପରେ ଦେଖିବା 10 ନମ୍ବର। 10 ନମ୍ବର କଣ କହିଲା ପିଲାମାନେ ଦେଖ ନା ନିମ୍ନଲିଖିତ ଶବ୍ଦ ଗୁଡ଼ିକର ଅର୍ଥ ପାଖରେ କଠୋରେ ଲେଖ। ଆଚ୍ଛା ନିମ୍ନଲିଖିତ ଶବ୍ଦ ଗୁଡ଼ିକର ଅର୍ଥ ପାଖ କଠୋରେ ଲେଖିବା। ଆଚ୍ଛା କରିଦେଲା ନିଘାଦ ରବି ତେଜ ଲାଗି ଝୁରୁଛି ମୁହିଁ ପୁତ୍ର ଲାଗି। ଦେଖ ଦିଟା ଲାଗି ଲାଗି ଦେଇଛି ତାହେଲେ ସେଟା ଅର୍ଥଟା କଣ ହବ? ନାଇଁ ପ୍ରଥମ ଯୋଉ ନିଘାତ ରବି ତେଜ ଲାଗି ତା ସେଇ ଲାଗିର ଅର୍ଥ କଣ ରେ ପିଲାମାନେ? ସେ ଲାଗିର ଅର୍ଥ ହଉଛି ମାନେ ସ୍ପର୍ଶ। କଣ ହବ? ସ୍ପର୍ଶ ହବ ହେଲା। ହେଲେ ଦଉଛି ସ୍ପର୍ଶ ସ୍ପର୍ଶ ହେଲା। ଆଚ୍ଛା ତାପରେ ଝୁରୁଛି ମୁହିଁ ପୁତ୍ର ଲାଗି ଆ ମାନେ କଣ? ପାଇଁ ହେଲା ପାଇଁ ଆର ଅର୍ଥ ହଉଛି କଣ ଆସିବ ନା ପାଇଁ ପାଇଁ ବା ଗୋଟେ କଣ ନିମିତ୍ତ ହେଇପାରିବ। କଣ ହେଇପାରିବ? ନିମିତ୍ତ ହେଇପାରିବ। ଆଚ୍ଛା ତାପରେ ଖ ଦେଲା କଣ? ମିଳିଲେ ଯମୁନାର ଲାଗେ ସଞ୍ଚିତ ଧନ କର୍ମେ ଲାଗେ। ପ୍ରଥମ ଲାଗେଟା କଣ ହବ? ନା ପ୍ରଥମ ଯୋଉ ଦେଇଛି ମିଳିଲେ ଯମୁନାର ଲାଗେ ସେ ଲାଗେର ଅର୍ଥ କଣ? କୂଳ ହବ ହେଲା। କୂଳ ମାନେ ଜାଣିପାରୁଛୁ ନା କରେ ଦୀର୍ଘ ଆସିବ ହେଲା। କୂଳ ହେଲା ଯମୁନାର କୂଳ ହେଲା ବା ତଟ କୂଳ ବା ତଟ ତଟ ଲେଖିପାରିବା ଆମେ। କଣ ଲେଖିପାରିବା? ତଟ। ତାପରେ ସଞ୍ଚିତ ଧନ କର୍ମେ ଲାଗେ ସେ ଲାଗେ ମାନେ କଣ ଆସିବ? ଦ୍ୱିତୀୟ ଲାଗେ ମାନେ ବିନିଯୋଗ ହେଲା। ଦ୍ୱିତୀୟ ଲାଗେ ମାନେ ଆସି କଣ ଆଇବ ନା ବିନିଯୋଗ ହେଲା। ବିନିଯୋଗ ବା ବ୍ୟବହୃତ ବିନିଯୋଗ ବା ବ୍ୟବହୃତ ହେଲା। ବାସ୍ ତାପରେ ନେକ୍ସଟ ଏହା ଉତ୍ତର ବି ଲଗେଇ ଦେଇଥିନି। ହଁ ଉତ୍ତର ବି ଲଗେଇ ଦେଇଥିନି ଲେଖିନି ଯିବ। ତାପରେ 11 ନମ୍ବର ଇଏ ପିଲାମାନେ ତମର ଲାଷ୍ଟ କ୍ୱେଶ୍ଚନ ହେଲା। ଆଚ୍ଛା କଣ ହେଇଛି? ପ୍ରତି ଶବ୍ଦ ଲେଖିବା। ରବି ରବିର ପ୍ରତିଶବ୍ଦ କଣ ହବ? ସୂର୍ଯ୍ୟ। ନାଇଁ ରବିର ପ୍ରତିଶବ୍ଦ ସୂର୍ଯ୍ୟ। ବୃକ୍ଷର ପ୍ରତିଶବ୍ଦ ଗଛ। ପୁଷ୍ପର ପ୍ରତିଶବ୍ଦ ଫୁଲ। ଆଉ ପଲ୍ଲବର ପ୍ରତିଶବ୍ଦ ପତ୍ର। ବୁଝିଗଲା ପିଲାମାନେ? ଇଏ ଥିଲା ପିଲାମାନେ ତୁମର ବୃକ୍ଷ ମାହାତ୍ମ୍ୟ ବିଷୟର ପୁରା ପୁରା ଫୁଲ ଆଲୋଚନା କରିଦେଲେ ହେଲା। ତେଣୁ ତମ ସାଙ୍ଗସାଥି ମାନଙ୍କୁ ଏ ଭିଡିଓ ସେୟାର କରିଦବ ହେଲା। ପିଲାମାନେ এই ଭିଡିଓର ଡେସ୍କ୍ରିପସନ ତଳେ ହ୍ୱାଟ୍ସଆପ ଚ୍ୟାନେଲ ଲିଙ୍କ ଦିଆଯାଇଛି, ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଦିଆଯାଇଛି। ସେଟା ଜଏନ ହେଇଯିବ। ହେଇଗଲେ ତମକୁ ବିଭିନ୍ନ ପ୍ରକାର ସୂଚନା ମଧ୍ୟ ପାଇପାରିବ। ତାହେଲେ ଆଜି ପିଲାମାନେ ଏଇଠି ରଖିବା। ବାଏ ବାଏ।